ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆପଣଙ୍କର ହାତୀ ଭାଇ। ଆପଣଙ୍କୁ 2026ରେ ବହୁତ ସାରା ଶୁଭେଚ୍ଛା ଆଉ ଶୁଭକାମନା ଦେଉଛି। ଆଶା କରୁଛି 2026ରେ ଆପଣ ଆଉ ଆପଣଙ୍କ ଫ୍ୟାମିଲିରେ ସମସ୍ତେ ବହୁତ ଖୁସିରେ ରୁହନ୍ତି ଆଉ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବହୁତ ଭଲ ରହେ। ତ ସାଙ୍ଗମାନେ, ଆଜିକା ଭିଡ଼ିଓଟା କରିବାର କାରଣ ହେଉଛି ମୁଁ ଆପଣମାନଙ୍କୁ ଗୋଟେ ଛୋଟିଆ ଷ୍ଟୋରିଟେ କହିବି। ଷ୍ଟୋରିଟା ଯଦି ଆପଣମାନଙ୍କୁ ଠିକ୍ କି ଭୁଲ ଲାଗିବ ସେଇଟା ନିଶ୍ଚିତ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ସାଙ୍ଗ, ଜିନିଷଟା ହେଉଛି ଷ୍ଟୋରିଟା ହେଉଛି ଯେ ଗୋଟେ ଘୋଡ଼ା ଯେତେବେଳେ ତା ରେସ୍ରେ ଦୌଡ଼େ, ଠିକ୍ ହେଲା, ଆଉ ତା ଉପରେ ଯେ ବସିଥାନ୍ତି ଯେଉଁ ଘୋଡ଼ାର ଘୁଡ଼ସବାରି ଯିଏ କରନ୍ତି ସେ ରେସର, ଆଉ ସେ କ'ଣ କରେ ନା, ଯେତେବେଳେ ଘୋଡ଼ାକୁ ଜିତେଇବା ପାଇଁ ଚେଷ୍ଟା କରେ ହେଲା କି, ସିଏ ଘୋଡ଼ା ତା ପଛପଟରେ ତା ଗାଣ୍ଡରେ ବହୁତ ଜୋର ପାହାର ଲଗେଇଥାଏ, ଗୋଟେ ବାଡ଼ିଟେ ଧରିଥାଏ। ସେ ବାଡ଼ିରେ ନା ବହୁତ ଜୋର ଜୋର ସେ ତାକୁ ପିଟେ, କାହିଁକିନା ସିଏ ତାକୁ ଘୋଡ଼ାଟାକୁ ଜିତେଇବା ପାଇଁ ଚେଷ୍ଟା କରେ। ଏଇଟା ହେଲା ଗୋଟେ ଷ୍ଟୋରି। ସେ ତାକୁ ଜିତେଇବା ପାଇଁ ତା ପଛପଟର ବହୁତ ଜୋରସେ ତାକୁ ପିଟେ। କିନ୍ତୁ ଗୋଟେ ରିଏଲ ଲାଇଫ୍ର ଦେଖିବାକୁ ଗଲେ, ଯଦି ଆପଣ ସପୋଜ ଗୋଟେ କେଉଁଠି ଜବ୍ କରୁଛନ୍ତି ହେଲା କି, ପ୍ରାଇଭେଟ୍ ଜବ୍ କରୁଛନ୍ତି, କିନ୍ତୁ ପ୍ରାଇଭେଟ୍ ଜବ୍ ମାନଙ୍କର କ'ଣ ହୁଏ, ସେମାନଙ୍କ ଅଫିସରେ ବହୁତ ସାରା ଟାର୍ଗେଟ୍ ଥାଏ ହେଲା କି। ସେ କ'ଣ କରନ୍ତି, ଟାର୍ଗେଟ୍ ଆଚିଭ୍ କରିବା ପାଇଁ ପିଲାମାନଙ୍କ ଉପରେ ବହୁତ ସାରା ପ୍ରେସର ଦିଅନ୍ତି। ତ କିଛି ଲୋକ କହିବେ ଯେ ନିଏ ନା ସିଏ ପ୍ରେସର ଦେଉଛନ୍ତି, ତାକି ନିଏ ନା ଆପଣ ଉପରକୁ ଉଠିପାରିବେ, କିନ୍ତୁ ସେଭଳିଆ ଜିନିଷ ନୁହେଁ। ଜିନିଷଟା ହେଉଛି ସେମାନେ ପ୍ରେସର ଦେବେ, ସେମାନେ ପ୍ରେସର ଦେଲା ପରେ ତାଙ୍କ ଗୋଲ୍ ଆଚିଭ୍ ହେଇଯିବ, ତାଙ୍କ ଟାର୍ଗେଟ୍ ଆଚିଭ୍ ହେଇଯିବ, ଆପଣ ଯେଇଠିକି ସେଇଠି ରହିଯିବେ, ବୁଝିଲେ। କିନ୍ତୁ ସେମାନଙ୍କର ଯେଉଁ ଜିନିଷଟା ପାଇବା କଥା, ଆଚିଭମେଣ୍ଟଟା ସିଏ ପାଇଯିବେ ହେଲା କି। ମାନେ ସପୋଜ ନା ଗୋଟେ ଘୋଡ଼ା ତା ରେସ୍ରେ ଜିତିଗଲା, ଘୋଡ଼ାର କିଛି ନାହିଁ, ସିଏ ଯିବ, ସେଇରକ ବନ୍ଧା ହେବ ଗୁହାଳରେ, ଫେରେ ସେଇ ଚଣା ମକା ତା ନୀତିଦିନିଆ କାମ ସେଇଆ ଖାଇବା କଥା, ଯିଏ ଖାଇବା କଥା ସେଇଟା ଖାଇବ। କିନ୍ତୁ ଯିଏ ତା ଉପରେ ବସିକି ଚଢ଼ୁଥିବ, ସିଏ ନା ବହୁତ ସାରା କପ୍ ଜିତିବ, ଆୱାର୍ଡ଼ ଜିତିବ, ପ୍ରାଇଜ୍ ଜିତିବ, ପଇସା ଜିତିବ, ଦୁନିଆରେ ସବୁ ଜିନିଷ ଜିତିବ, ତାକୁ ବହୁତ ବାବାଇ ମିଳିବ। ଏଇଭଳିଆ ହେଲା ଜିନିଷ। ତ ଆପଣମାନେ ବି ଯଦି ନା ଏଇଭଳିଆ ସିଚୁଏସନ୍ରେ ଅଛନ୍ତି, ସେଠୁ ବାହାରିବା ପାଇଁ ବହୁତ ଜଲ୍ଦି ଚେଷ୍ଟା କରନ୍ତୁ ଆଉ ନିଜର କିଛି ଆରମ୍ଭ ଗୋଟେ କରିବା ପାଇଁ ଚେଷ୍ଟା କରନ୍ତୁ। ରହିଲି, ଦେଖା ହେବ ଆଉ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।